गणेशाय नमः। ॐ नमो भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवीं सरस्वतीं चैव ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। भागवत महापुराण नवम स्कन्ध सप्तम अध्याय। श्रीशुक उवाच एबे हो परीक्षित शुण कहिबा अम्बरीश गुण। पिता मातांकु सेवा कला से फले सुपुत्र लभिला। नाम ता जुबनाश देई पाळई सप्त द्वीपामही। हारित ताहार कुमर एमान धातांक वंशर। नगेन्द्र वाक्ये नाग बळे गंधर्वे ताहाकु माइले। से नागे आसी रात्र काळे पुरुकुच्छकु घेनी गले। सकल भातृगण थाई नर्मदा कन्या ताकु देई। पातालपुरे घेनी गले गंधर्व बळ जुझाइले। से पुणी विष्णु तेज कला गंधर्व बळ विनाशिला। मिली सकल नाग बळे संतोषे वर तांकु देले। जे प्राणी शयनर काळे नर्मदा नाम तिनि बेळे। रात्र दिवस संध्या स्मरे सर्प विघातु से निस्तरे। एबे हो पुरुकुच्छ वंशे कहिबा शुण तुहर से। सर्वसंपद गुण ग्रामे होइला त्रसदस्यु नामे। त्रसदस्यु पुत्र रण्य हर्यश्व ताहार नंदन। तासुत अटई पारुण पारुण पुत्र त्रिबंधन। तार तनय सत्यव्रत त्रिशंकु नामे से विदित। त्रिशंकु गुरु आज्ञा घेनी लभिले से चांडाल जोनी। वसिष्ठ साप महाघोर कौशिक तेजे हेला पार। शरीर घेनी स्वर्गे गला उभये आकाशे बसिला। जगते रहिला ता जस अद्यपि रात्रे हुए दृश्य। देवे ताहाकु कोप कले भूमि रे पड़तु बोइले। तक्षणे अधोमुख होई पड़न्ते कौशिक नाई। स्तंभन कले वेद मंत्रे पुणी बसिला निज जंत्रे। ताहार सुत हरिश्चंद्र शपथ दीपे से नगेन्द्र। तार निमंते युद्ध कले पक्षींक प्राय वाक्य देले। से पुण पुत्रिक होई नारद मुनि को अणाई। संतति अर्थे प्रश्न कला विकले त्रिशंकुर बला। नारद तार प्रिय भावे कहिले प्रिय आत्म भावे। तु जाई वरुण चरण विश्वासे पश जा शरण। से तोते प्रसन्न होइले संतति लभिबु तु भले।
ଏମନ୍ତେ ନାରଦ ବଚନେ ମିଳିଲେ ବରୁଣ ଭୁବନେ। ବରୁଣ ଚରଣରେ ପଡ଼ି ରାଜନେ କହେ କର ଯୋଡ଼ି। ହେ ପ୍ରଭୁ କର ଅନୁଗ୍ରହ ମୋହର ହେଉ ଯେ ତନୟ। ପୁତ୍ର ଉତ୍ପନ୍ନ ହେଲେ ମୋର ଯଜ୍ଞେ ମୁଁ ତାର ଦେବି ସ୍ଥିର। ତାର ବଚନେ ତୁଷ୍ଟ ହେଲେ ବରୁଣ ପୁତ୍ର ବର ଦେଲେ। ବରୁଣ ବରେ ପୁତ୍ର ଜାତ ତା ନାମ ହୋଇଲା ରୋହିତ। ଦକ୍ଷିଣ ପୁତ୍ରର ଜନମ ରାଜାଙ୍କୁ କହନ୍ତି ବରୁଣ। ହେ ନୃପ ମୋର ଯଜ୍ଞ କର ଏବେ ତ ହୋଇଲା କୁମର। ବରୁଣ ବାକ୍ୟ ଶୁଣି କର୍ଣ୍ଣେ ବିଚାରେ ହରିଶ୍ଚନ୍ଦ୍ର ମନେ। ଏ ପୁତ୍ର ପବିତ୍ର ଶିଶୁ ଜାଗେ କି ରୂପେ ହେବ ପଶୁ। ଏହା ବିଚାରି ନରପତି ବରୁଣେ କରିଣ ବିନତି। ଶୁଣି ମା ହେଉ ପାଶ ହସ୍ତ ଏ ପୁତ୍ର ମୋର ଅପବିତ୍ର। ବୋଇଲେ 10 ଦିନ ଗତ ତେବେ ଯେ ହୋଇବ ପବିତ୍ର। ପରେ ଏହାକୁ ପଶୁ କରି ଚରଣେ ପୂଜିବି ତୁମ୍ଭରି। ଏମନ୍ତେ 10 ଦିନ ଶେଷେ ବରୁଣ ମିଳେ ରାଜା ପାଶେ। ରାଜାଙ୍କୁ କହନ୍ତି ବରୁଣ ସମ୍ପୂର୍ଣ୍ଣ ହେଲା 10 ଦିନ। ତା ଶୁଣି ବୋଲେ ନୃପବର ନିଦାନ୍ତ ପଶୁ ସଂସ୍କାର। ଦନ୍ତ ନଥିଲେ ଯଜ୍ଞ ନାହିଁ ଏମନ୍ତେ କେତେ ଦିନ ଯାଇ। ତୁଣ୍ଡେ ଜନ୍ମିଲା ତାର ଦାନ୍ତ ରାଜାକୁ ବୋଲେ ପାଶ ହସ୍ତ। ଦନ୍ତ ହୋଇଲା ତ କୁମର ତା ମାଂସେ ମୋର ଯଜ୍ଞ କର। ବରୁଣ ମୁଖୁ ଏହା ଶୁଣି ସେ ହରିଶ୍ଚନ୍ଦ୍ର ମନେ ଗୁଣି। ଦନ୍ତ ପତନେ ପଶୁ ଶୁଦ୍ଧ ହୁଇ ଶାସ୍ତ୍ରରେ ପ୍ରସିଦ୍ଧ। ପୁଣି କେତେ କାଳ ଗଲା ସମ୍ପୂର୍ଣ୍ଣ ଦନ୍ତ ଯେ ପଡ଼ିଲା। ପୁଣି ବରୁଣ ରାଜା ପାଶେ ମିଳିଲେ ନିଜ ଯଜ୍ଞ ଆସେ। କହନ୍ତି ଶୁଣ ନୃପବର ଏବେ ତୁମର ଯଜ୍ଞ କର। ପୁତ୍ରର ଦନ୍ତ ତ ପଡ଼ିଲା କିମ୍ପା ତୁ ଯଜ୍ଞ କରୁ ହେଳା। ଶୁଣି ବୋଲନ୍ତି ନରନାଥ ପୁଣି ଯେ ନ ଉଠିଲେ ଦନ୍ତ। ଯଜ୍ଞ ସେ ପଶୁ ନୁହେଁ ଶୁଦ୍ଧି ଏମନ୍ତ ଶାସ୍ତ୍ରର ପ୍ରସିଦ୍ଧି। ପୁଣି କେତେକ ଦିନ ଅନ୍ତେ ବରୁଣ ମିଳି ଯଜ୍ଞ ଅର୍ଥେ। ଭନୃପ ଏବେ ଯଜ୍ଞ କର ଦନ୍ତ ହୋଇଲା ପୁନର୍ବାର। ତା ଶୁଣି ବୋଲେ ନୃପମଣି ଏ ନୁହେଁ କୁଳ ଧର୍ମବାଣୀ। କ୍ଷତ୍ରିୟ ବଂଶେ ସେହୁ ଜାତ ଯାବତ ନୁହଁ ସମର୍ଥ। ତାବତ ମାଂସ ଶୁଦ୍ଧ ନୁହେଁ ଏମନ୍ତେ କହେ ପୁତ୍ର ସ୍ନେହେ। ବରୁଣ ତାର ବାକ୍ୟ ମାନି କିଛି ନ କହି ହେଲେ ତୁନି। ଏମନ୍ତ କାଳ ବଞ୍ଚାଇଲା ତା ଜାଣି ପୁତ୍ର ବିଚାରିଲା। ପିତା ଯେ କରିଛନ୍ତି ସତ୍ୟ ଅବଶ୍ୟ ଯଜ୍ଞେ ହେବି ହତ। ପ୍ରାଣର ରକ୍ଷା ଚିନ୍ତା କଲା ତକ୍ଷଣେ ଗ୍ରାମ ଉପେକ୍ଷିଲା। ଧେନୁ କମାଣ ଘେନେ କରେ ପଶିଲା ଗହନ ବନରେ।
ବନେ ବୁଲଇ ଧର୍ମ ଗୁଣି ଶୁଭିଲା ଅନ୍ତରିକ୍ଷ ବାଣୀ। ବରୁଣ ପିତା ବନ୍ଦୀ କଲା ଯାବତ ଯଜ୍ଞ ନ ପାଇଲା। ତେଣୁ ଉଦର ରୋଗାକ୍ରାନ୍ତ ବରୁଣ ସାପେ ହୋଇ ଗ୍ରସ୍ତ। ଶୁଣି ରୋହିତ ଶୋକାକୁଳେ ଗ୍ରାମକୁ ଆସି ବାର ବେଳେ। ଇନ୍ଦ୍ର ଔଷଧ କଲେ ପଥେ ବୋଇଲେ ଥାଅ ତୁ ବନସ୍ତେ। ଇନ୍ଦ୍ର ନିଷେଧ କଲେ ପଥେ ବୋଇଲେ ଥାଅ ତୁ ବନସ୍ତେ। ଯଜ୍ଞ ନ କଲା ତୋର ତାତ କୋପେ ବରୁଣ କଲା ଗ୍ରସ୍ତ। ତୋତେ ଗ୍ରସ୍ତିବ କୋପ ବହି ତୁ ଏବେ ବନେ ଥାଅ ରହି। ଧର୍ମକୁ ଯେବେ ଥାଏ ମନ ଅବନି କର ପର୍ଯ୍ୟଟନ। ଅନେକ ପୁଣ୍ୟ ତୀର୍ଥ କର ଧର୍ମେ ବିଶ୍ୱାସେ ଯେବେ ତୋର। ଏମନ୍ତେ ଇନ୍ଦ୍ରର ବଚନେ ରୋହିତ ତୀର୍ଥର ଭ୍ରମଣେ। ପୁଣ ଗ୍ରାମକୁ ଇଚ୍ଛା କଲେ ଆସନ୍ତେ ଇନ୍ଦ୍ର ତା ନିବାରେ। ଏକ ଦ୍ୱିତୀୟ ତ୍ରିଚତୁର୍ଥେ ଇନ୍ଦ୍ର ନିରୋଧ ତାକୁ ଚିତେ। ବୃଦ୍ଧ ବ୍ରାହ୍ମଣ ରୂପ ଧରି ଗ୍ରାମେ ଗମନେ ବିଘ୍ନ କରି। 16 ବରଷ ବନେ ଥିଲା ଅନେକ ତୀର୍ଥ ସେ ଭ୍ରମିଲା। ସପ୍ତମ ଅର୍ଦ୍ଧେ ନିଜ ଗ୍ରାମେ ମିଳିଲା ଯାଇ ତୀର୍ଥାଶ୍ରମେ। ଶୁଣିଲା ଅଜି ଗର୍ତ୍ତ ମୁନି ବିକିବା ଅର୍ଥେ ପୁତ୍ର ତିନି। ତାହାର ପାଶେ ପ୍ରବେଶିଲା ମଧ୍ୟମ ପୁତ୍ରକୁ ଜିଣିଲା। ପିତାର ଅଗ୍ରେ ନେଇଦେଲା ତା ଦେଖି ବରୁଣ ଛାଡ଼ିଲା। ଶୁନ ସେ ଫଟେ ତା ନାମ ସକଳ ଗୁଣେ ଗୁଣଧାମ। ସେ ହରିଶ୍ଚନ୍ଦ୍ର ଆସି ପୁରେ ଯଜ୍ଞ ଆରମ୍ଭିଲେ ସତରେ। ପୁରୁଷ ମେଧ ଯଜ୍ଞ ଅର୍ଥେ ବିପ୍ରବରିଲା ବେଦ ପଥେ। ଆଚାର୍ଯ୍ୟ ବିଶ୍ୱାମିତ୍ରେ ବରି ଅଧୀର୍ଯ୍ୟ ଯମ ଦଗ୍ନି କରି। ବଶିଷ୍ଠ ଯଜ୍ଞ ବ୍ରହ୍ମା ଦେଲେ ଉଦ୍ଗୀତା ଆୟାସ୍ୟ ହୋଇଲେ। ବରୁଣ ଅର୍ଥେ ଯଜ୍ଞ କଲା ସକଳ ଦେବଙ୍କୁ ତୋଷିଲା। ସନ୍ତୋଷ ହୋଇ ସୁରନାଥ ଦେଲେ ସେ ସ୍ୱର୍ଣ୍ଣମୟ ରଥ। ଶୁନ ସେ ଫର କଥା ଯେତେ ପଛେ କହିବା ତ ଗ୍ରତେ। ଏମନ୍ତ ମହାଯଜ୍ଞ ଅନ୍ତେ ଦକ୍ଷିଣା ଦେଲା ବେଦ ମନ୍ତ୍ରେ। ବିଶ୍ୱାମିତ୍ରଙ୍କୁ ଭୂମି ଦେଲା ସୁବର୍ଣ୍ଣ ରଥେ ବିଜେ କଲା। ରାଜାର ସତ ଗୁଣ କାହିଁ ସନ୍ତୋଷ ବିଶ୍ୱାମିତ୍ର ହୋଇ। ନିଶ୍ଚଳ ଗତି ଶୂନ୍ୟ ପଥେ ସଗୁଣେ ଘେନି ରାଜା ସାଥେ। ସ୍ଥିର ପବନ ତାକୁ ଧରେ ଇଚ୍ଛାଏ ଭ୍ରମନ୍ତି ଅମ୍ବରେ। ତାର ଭକତି ଭାବ ଘେନି ସନ୍ତୋଷେ ବିଶ୍ୱାମିତ୍ର ମୁନି। ପରମ ଜ୍ଞାନ ତାକୁ ଦେଲେ ଆକାଶେ ଥାଅ ତୁ ବୋଇଲେ। ବୋଇଲେ ବିପ୍ର ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ। ନବମ ସ୍କନ୍ଧେ ବିଷ୍ଣୁ ବାଣୀ ଶୁଣି ସଂସାରୁ ତର ପ୍ରାଣୀ। इति श्रीमद्भागवते महापुराणे पारमहंस्यां संहितायां 82 दशमस्कन्धे
यज्ञ प्रकरणे नाम सप्तम अध्याय। अष्टम अध्याय। श्रीशुकवाच हरितर हितर सुत चंपताहार तहु जात ग्राम बसाई निज नामे रहिला चंपापुर ग्रामे। चंपर पुत्र से सुदेव शत्रु को करे पराभव विजय तार सुत हुए भरुक ताहार तनये। ब्रुक जे ताहार संतति स्वभावे तार सुधमती बहुत ताहार नंदन ता कथा सुन हे राजन। पितृपीड़ित बैरी गणे डरे पशिला घोर बने पत्नी संगते घेनी गला उर्वंक आश्रमे मिलिला। न मिला मुनि चरणे वृद्ध शरीर घोर बने सभये छाड़िला जीवन मुनि होइले दुख मन। तार कामिनी दुख मने पशिला बेले हुतासने मुनि जानिले तार भाव भावरे 5 मास गर्भ बोइले अनले नपस होइब ए राजार वंश। मुनि बचने से अबला अनल कुंडे न पशिला शुण राजन मन देई ता गर्भ कथा तोते कही। से गर्भ संचयन काले सपत्नी 7 5 मेले गरल देई अन संगे विषण लागिला ता अंगे। गर्भे रखिले जगन्नाथ एबे हो शुण परीक्षित। से गर्भे प्रसवर काले मुनि सकल कुतूहले बुलंती गरल संगते जन्म लभिला ए जुगते। गरल संगे जन्म जेणु सागर नाम हेब तेणु। एमंते मुनि संगते सगर राजा दिना केते दिनकु दिन अति तेजा होइला चक्रवर्ती राजा। सागर कले मही तले 6 अयुत पुत्र बळे। पिता शत्रुकु युद्धे जिणी सगृहे बंदी कले आणी। जेते ताहार रिपुगण शुण हे ताहांकर नाम। ताल जंगम बनसक हय हय बर्बर जेतेक। गुरुंक वाक्ये न माइला शुण हे ताहांकु जे कला। मुंडित केश काळु करी काहाकु कला शुश्रुधारी। काहाकु कला मुक्त केश अर्धमंडिता कार केश। केतेक अंतवासहीन अपरे बहिर्वास शून्य। जवन बेश काकु करी स्वधर्म मार्गरु तारी। गुरुंक वाक्य न मानिला विकृत वेश तांकु कला। एमंते करी नाना बेश से पुणी गले निज देश। से पुणी संची नाना विधि कल्पिला सते अश्वमेधि। और मुनि की होता कला यज्ञ से हरि की पूछिला। उत्तम अश्व पशु कला से अश्व इंद्र चोराइला। 60 सहस्र ताकु मर ताकु डरंती पुरंदर। कल्पई मारिबी के मंते मंत विचारी से चिते। सुमति गर्भे जेते सुत बलरे अतंती दर्पिष्ठ। से पुणी पितांक आदेशे अशोक खोजंती 10 दिशे।
କପିଳ ମୁନି ପାଦ ତଳେ ଅଶୋ ବାନ୍ଧିଲା ରାତ୍ରି କାଳେ। ଖେଳନ୍ତି ନଖେ ମହି ଖଣ୍ଡ ଭକ୍ଷନ୍ତି ବିସ୍ତାରିଣ ତୁଣ୍ଡ। ବିଳାନ ମାର୍ଗେ ଖୋଜି ଗଲେ କପିଳ ଆଶ୍ରମେ ମିଳିଲେ। ଦେଖିଲେ ମୁନିଙ୍କ ଆଶ୍ରମେ ସେ ଅଶୋ ଅଛଇ ବନ୍ଧନେ। କପିଳ ମୁନି ମୁଖ ଚାହିଁ ବୋଲନ୍ତି ଅଶୋ ତୋର ଏହି। ଏହାକୁ ରଖି ନ ଯୋଗାଇ ଏମନ୍ତେ ଉଚ୍ଚ ବାଚ ହୋଇ। ଆମ୍ଭଙ୍କୁ ଦେଖି ଚକ୍ଷୁ ବୁଝେ ଆତ୍ମାକୁ ଦମ୍ଭ ପ୍ରାୟ ବୁଝେ। ଏମନ୍ତେ ଘୋର ନାଦ କରି ଧାଇଁଲେ କରେ ଶସ୍ତ୍ର ଧରି। ଭୂମି କମ୍ପିଲା ତାଙ୍କ ପାଦେ ଧ୍ୟାନ ଭଜିଲା ଘୋର ନାଦେ। ଚାହାନ୍ତେ ଉନ୍ମୀଳ ନୟନେ ଅନଳ ଉଠିଲା ତକ୍ଷଣେ। ମହାନ୍ତ ତପୋତୀତ ସେ ନୟନ ଅଗ୍ନି ମହାରସେ। ଦେଖନ୍ତେ ସର୍ବଦେବଗଣେ ଭସ୍ମ ହୋଇଲେ ତତକ୍ଷଣେ। ଷଷ୍ଠୀ ସହସ୍ର ଏକତର ମଲେ ସେ ସଗର କୁମର। କେଶିନୀ ଗର୍ଭେ ଏକ ସୁତ ଅସମଞ୍ଜସ ନାମେ ଖ୍ୟାତ। ତାର କୁମର ଅଂଶୁମାନ ସକଳ ଗୁଣେ ଗୁଣ ଧାମ। ସେଥାଇ ପିତା ମୋହିତେ ମନ ବଚନ କାଏ ନିତେ। ସେ ଅସମଞ୍ଜ ଯୋଗ୍ୟହୀନ करे विरोध आचरण। से पूर्व जन्मे जोगी थिला संगरु जोग भ्रष्ट हेला। जोग बलरु जाति स्मर ए जन्मे अछ ताहार। जेणु से संग परिहरी लोके निंदित कर्म करी। असमंजस नाम जेणु लोकंकु हिंसा करे तेणु। नित्य हिंसई ज्ञाति गण करे अन्याय आचरण। शिशु मानंकु धरी बळे खेपे सरजु नदी तळे। देखि ताहार मंदपण अयोध्यावासी प्रजागण। सगर निकटे मिलिले पुत्र वृत्तांत जणाइले। सगर होई न दुखित पुत्र स्नेह को कला त्यक्त। घरु बाहर करिदेला जेणु प्रजांकु पीड़ा हेला। से पुणी जोग बल कला राजांकु माया रे मोहिला। मृत बालक जोग बळे राजांकु देखाइला छळे। मृत बालक मान नेला प्रजांकु आश्वासित कला। बालक पाई तो समने अयोध्यावासी जेते जने। विस्मित होइले सकळे असमंजस जोग बळे। तार अद्भुत कर्म देखी सगर हेले महादुखी। एबे हो सुण नरनाथ से अंशुमान चरित। सगर तार मुख चाही बोलोई अशो आण जाई। एमंते पिता मोह बाके से अंशुमान गला एके। पितृव्य खात मार्गे गला पाताल भुवने मिलिला।
ଦେଖିଲା କପିଳ ସମୀପେ ଅଶ୍ୱବନ୍ଧନ ଅଭିମୁଖେ। କପିଳ ପାଦ ତଳେ ପଡ଼ି ସେ ଅଂଶୁମାନ କର ଯୋଡ଼ି। ଅନେକ ସ୍ତୁତି ବାକ୍ୟ ବଳେ ପୂଜିଲା ଚରଣ କମଳେ। ବୋଲଇ ଶିରେ କର ଦେଇ ଭୂନାଥ କର ମୋତେ ତ୍ରାହି। ଶୁକ୍ର ବିରଞ୍ଚି ମହାଦେବ ଏ କାହିଁ ଜାଣେ ତୋର ଭାବ। ଅଜ୍ଞାନ ଘୋର ମୋହନାଶୁ ସଂସାରେ ସୁତେଜ ପ୍ରକାଶୁ। ସନକ ଆଦି ମୁନି ଯେତେ ବିଶେଷ ଭାବନ୍ତି ସେ ତୋତେ। ତୋ ଯୋଗ ଜୀବ ମୁଖ୍ୟ ଅର୍ଥେ ମୁଁ ତୋତେ ଜାଣିବି କେମନ୍ତେ। ତୋ ମାୟା ଜୀବ ଜ୍ଞାନ ହରେ ସଂସାରେ ଜନ୍ମ ମୃତ୍ୟୁ କରେ। ଜୀବର ଜ୍ଞାନ ଦେବା ଅର୍ଥେ ତୋର ପ୍ରକାଶ ଏ ଜଗତେ। ଅବିଦ୍ୟା କାମ କର୍ମେ ଜଡ଼େ ତୋ ମାୟା ବଚନେ ନିରୁଢ଼େ। ଜୀବ ବନ୍ଧନ ତୋ ବିଶ୍ୱାସେ ଦାରା ତନୟ ଗୃହବାସେ। ଏଣୁ ତୋ ଚରଣ କମଳେ ମୋ ଚିତ୍ତ ନ ରହେ ନିଶ୍ଚଳେ। ଆଜଟି ନିସ୍ତରିଲି ମୁହିଁ ଭୋନାଥ ତୋ ଚରଣେ ଧ୍ୟାଇ। ଶ୍ରୀ କପିଳ ବାଚ ଏମନ୍ତ ତାର ସ୍ତୁତି ଶୁଣି ପ୍ରସନ୍ନ ଚିତ୍ତେ ମହାମୁନି। ଅଂଶୁମାନର ମୁଖ ଚାହିଁ ବୋଲନ୍ତି ଅନୁଗ୍ରହ ବହି। ହେ ପୁତ୍ର ଘେନି ଯାଅ ତୋ ପିତା ମୋହ ପାଶେ ଦିଅ। ଏ ଅସେ ଯଜ୍ଞ ପୂଜା କରି ମୋହ ସଂସାର ଜୀବ ତରି। ଏ ଯେ ତୋହର ପିତୃକୂଳେ ଭସ୍ମ ହୋଇଲେ କୋପାନଳେ। ଏହାଙ୍କ ମୁଖ୍ୟ ଗଙ୍ଗା ଜଳେ ଅନ୍ୟଥା ନାହିଁ ଶୟଳେ। ଏମନ୍ତେ କପିଳ ବଚନେ ସେ ଅଂଶୁମାନ ତୋ ସମନେ। ତକ୍ଷଣେ ଅଶୋକୁ ଆଣିଲେ ସେ ପିତା ମୋହ ପାଶେ ଦେଲେ। ଏ ପଶୁ ମାଂସେ ଯଜ୍ଞ କର ବିଷୟ ସଙ୍କଟୁ ନିସ୍ତର। ଅଂଶୁମାନକୁ ରାଜ୍ୟ ଦେଇ କର୍ମ ବନ୍ଧନୁ ମୁକ୍ତ ହୋଇ। ଔର୍ବଙ୍କ ବୋଲେ ବନେ ଗଲା ଅନ୍ତେ ଗୋବିନ୍ଦଙ୍କୁ ଲଭିଲା। ବୋଲଇ ବିପ୍ର ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ। ସୁଜନେ ଶୁଣ ଅନୁକ୍ଷଣେ ସେ ହରି ଚରିତ ପୁରାଣେ। ଅବିଦ୍ୟା ବନ୍ଧ ପାର ହୋଇ ଅନ୍ତେ ପାଇବ ଭାବଗ୍ରାହୀ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାಂ ସଂହିତାୟାं ବୈୟାସିକ୍ୟାं ନବମସ୍କନ୍ଧେ ସଗରବଂଶାनुचरित कथने नाम अष्टम अध्याय। नवम अध्याय। श्री शुक उवाच नवमे सुमत वंशः खट्वाङ्गावधि वर्ण्यते। गंगा भूतलमानिन्ये जस्य पौत्रौ भगीरथः। एबेह शृण नृपमणि कपिल मुख वाक्य शुणी। ए अंशुमान घोर बने बसिला निश्चल आसने। मन पवन संयमने संकल्प गंगा गमने। अनेक काल तप गला सेवने प्राण विसर्जिला। तदन्ते ता पुत्र दिलीप
ଗଙ୍ଗାର ଅର୍ଥେ କଲା ତପ, ତଥାପି ଗଙ୍ଗା ନ ପାଇଲା। କାଳର ବସେ ନାଶ ଗଲା, ତାର କୁମର ଭଗୀରଥ। ଗଙ୍ଗା ଗମେ ତପଚିତ, ସେ ତପ କଲା ଘୋର ବନେ। ବସିଲା ଦୃଢ଼ ଯେ ଆସନେ, ତାହାର ତପ ବଳ ଭାବି। ସନ୍ତୋଷେ ମିଳିଲେ ଜାହ୍ନବୀ, ବୋଲନ୍ତି ପ୍ରସନ୍ନ ବଦନେ। ବର ତୁ ମାଗ ତୋ ସମନେ, ତକ୍ଷଣେ ଶିରେ ଦେଇ କର। ବୋଲେ ମୋ ପିତୃଙ୍କୁ ଧର। କପିଳ କୋପେ ଦଗ୍ଧ ହୋଇ, ତୋ ବିନୁ ତାଙ୍କ ଗତି ନାହିଁ। ଶୁଣି ବୋଲନ୍ତି ଭଗବତୀ, କେ କହିପାରେ ମୋର ଗତି। ଆକାଶ ଭୂମିରେ ପଡ଼ନ୍ତେ, ଭୂମି ନାସିବ ମୋର ଘାତେ। ପାତାଳେ ପଡ଼ନ୍ତେଣ ମୁହିଁ, ମୋର ଉଦ୍ଧାରେ ଶକ୍ତି ନାହିଁ। କିବା ମୁଁ ଭୂମିକୁ ନ ଗଲେ, କେମନ୍ତେ ତରିବେ ସେ ଭଲେ। ବିଷ୍ଣୁଙ୍କ ଆଜ୍ଞାର ପ୍ରମାଣ, ନ ଗଲେ ନାହିଁ ପରିତ୍ରାଣ। ରାଜବାଚ ସାଧୁ ବିଶ୍ୱାସ ଶାନ୍ତ ଦାନ୍ତ, ବ୍ରହ୍ମେଷ୍ଠ ଲୋକ ପାବନତ। ଏହାଙ୍କ ଅଙ୍ଗ ସଙ୍ଗ ଭଲେ, ପାପ ହରନ୍ତି ଅବହେଳେ। ସେ ତୁମ୍ଭ ପାପ ବିନାଶନେ, କ୍ଷମ କି ନହିଁ ବସେ ମାନେ। ଶୁଣି ଆନନ୍ଦ ସୁର ଧୁନି, ଗମନେ ତୋର ଭାବ ଘେନି। ତୋହର ବ୍ୟଗ୍ର ସହିବାରେ, ଏ ବିନୁ କେ ଅଛି ଅପରେ। ତୋ ବ୍ୟଗ୍ର ରୁଦ୍ର ଅବାସ ହେ, ଦେହରେ ବିଷ ତେଜ ବହେ। ରୁଦ୍ରର ଦେହେ ଏ ଜଗତ, ବସ୍ତ୍ରର ପ୍ରାୟ ଓତପ୍ରୋତ। ଗଙ୍ଗା ବୋଇଲେ ଏହୁ ସତ୍ୟ, ତୁ ଏବେ ସେବ ବିଶ୍ୱନାଥ। ଏମନ୍ତେ ଗଙ୍ଗା ବାକ୍ୟ ଶୁଣି, ଆନନ୍ଦେ ଗଲା ନରମଣି। ସେବିଲା ଈଶ୍ୱର ଚରଣେ, ପିତୃଙ୍କ ଉଦ୍ଧାର କାରଣେ। ସେ ଭଗୀରଥ ପୁଣ୍ୟ ବଳେ, ଶିବ ସନ୍ତୋଷ ଅଳ୍ପ କାଳେ। ବୋଇଲେ ଧରି ବଇଁଶିରେ, ଜଟା କଳାପ ଅଭ୍ୟନ୍ତରେ। ଜାହ୍ନବୀ ରୁଦ୍ରର ବଚନେ, ତକ୍ଷଣେ ଶ୍ରବିଲେ ଗଗନେ। ସ୍ୱଭାବେ ବିଷ୍ଣୁ ପାଦ ତଳ, ସୁପୁଣ୍ୟ ଶୁଚି ସୁନିର୍ମଳ। ଜଳେ ପୁରିଲା ଜଟା ଭାର, ଧାରାଏ ତିନ୍ତିଲା ଶରୀର। ରୁଦ୍ର ଶରୀରୁ ଗଙ୍ଗା ଖସି, ପଡ଼ିଲା ଭୂମି ଗତେ ଆସି। ଯେ ଗଙ୍ଗା ଭୁବନ ପାବିନି, ତକ୍ଷଣେ ଭଗୀରଥ ଘେନି। ବସିଲା ବାୟୁ ବେଗେ ରଥେ, ଗଙ୍ଗା ତାହାର ଅନୁପଥେ। ପବିତ୍ର କରିବେନି ପାଶେ, ଲାଗିଲା ଯେତେ ନଗ୍ର ଦେଶେ। ଧରଣୀ ବିବରେ ପଶିଲା, କପିଳ ଆଶ୍ରମେ ମିଳିଲା। ସଗର ପୁତ୍ରେ ଯହିଁ ମିଳି, ଅନେକ ଯାଉଛନ୍ତି ଜଳି। ଜଳ ପ୍ରବେଶ ତାଙ୍କ ମଧ୍ୟେ, ତକ୍ଷଣେ ପରମ ଆନନ୍ଦେ। ଜ୍ୟୋତିଷ ରୂପେ ସ୍ୱର୍ଗେ ଗଲେ, ସ୍ୱର୍ଗେ ଦେଖନ୍ତି ଦିଗପାଳେ। କପିଳ ମୁନି କ୍ରୋଧାନଳ,
ଦହଇ ଭୁବନ ମଣ୍ଡଳ ଯେ ଜଳ ସ୍ପରଶନ ମାତ୍ରେ ଦୂରିତ ନର ହୋଇ ଗାତ୍ରେ ଅନନ୍ତ ଚରଣ ସ୍ପରଶେ ଗଙ୍ଗା ଶରଣେ ପାପ ନାଶେ ସେ ଗଙ୍ଗା ଜଳେ ଦେଇ ମନ ଭବୁ ତରିଲେ ମୁନି ଜନ ଏବେ ହୋ ଶୁଣ ପରୀକ୍ଷିତ ସଗର ବଂଶାନୁଚରିତ ସେ ଭଗୀରଥ ରତନୟ ସ୍ୱଭାବେ ଶ୍ରୁତ ନାମ ବହେ ନାଭ ତାହାର ପୁତ୍ର ହୁଏ ଅଶେଷ ଗୁଣ ଯାର ଦେହେ ସିନ୍ଧୁ ଦୀପ ତାର ନନ୍ଦନ ତହୁଁ ଅୟୁତାୟୁତ୍ପନ୍ନ ତା ସୁତ ଋତୁ କର୍ଣ୍ଣ ଲେଖ ସେ ନଳ ସଙ୍ଗେ ପ୍ରିୟ ମୁଖ ଅକ୍ଷ ବିଦ୍ୟାରେ ଗୁରୁ ଟାଣ ପଡ଼ଇ ବଚନ ପ୍ରମାଣ ସେ ବିଦ୍ୟା ନଳକୁ ଶିଖାଇ ବନେ ପଶିଲା ତପଦାହି ତାର କୁମର ସର୍ବକାମ ସ୍ୱଭାବେ ସର୍ବଗୁଣ ଧାମ ସୁଦାମ ତାହାର ସନ୍ତତି ତା ପୁତ୍ର ମଦୟନ୍ତୀ ପତି ମିତ୍ର ସହ ନାମରେ ଖ୍ୟାତ ଜଗତେ ବୋଲନ୍ତି ସମସ୍ତ ତାହାର ସୌଦାସ ନାମ କଳ୍ମଷ ପାଦ ବିଦ୍ୟମାନ ସେ ପୁଣି ଗୁରୁ ସାପ ପାଇ ବନେ ରାକ୍ଷସ ଦେହ ବହି ସେ କର୍ମେ ଅପୁତ୍ରୀ ହୋଇଲା କୋପେ ବଶିଷ୍ଠ ସାପ ଦେଲା ତା କଥା ସୁକ ମୁଖ ଶୁଣି ବୋଲେ ପରୀକ୍ଷ ନୃପମଣି ମହାତ୍ମା ସୌଦାସ କେମନ୍ତେ ରାକ୍ଷସ ହୋଇଲା ବନସ୍ତେ କିବା ଅନୀତି ଆଚରିଲା ଅପୁତ୍ରୀ କି ଅର୍ଥେ ହୋଇଲା ଏକଥା କହ ମୁନିବର ମୁଁ ଯେବେ ସେବକ ତୁମ୍ଭର ସୁକ କହନ୍ତି ରାଜା ଚାହିଁ ଶୁଣ ସାବଧାନ ହୋଇ ସୌଦାସ ଚରିତ ଅଦ୍ଭୁତ ଲଭିଲା କର୍ମର ଆୟତ ବନେ ରାକ୍ଷସ ବେନି ଭାଇ ବୋଲନ୍ତି ନର ମାଂସ ଖାଇ ସୌଦାସ ରାଜା ଶସ୍ତ୍ର ହସ୍ତେ ବନେ ପଶିଲା ପଶୁ ଅର୍ଥେ ସେ ଦୁଇ ରାକ୍ଷସଙ୍କୁ ଦେଖି ବାଣ ମାଇଲା ରାଜା ଲକ୍ଷ୍ମୀ ବାଣେ ରାକ୍ଷସ ମରେ ଏକ ତାହାର ଭାଇ କର୍ମ ଦେଖ ରାକ୍ଷସ ଭ୍ରାତୃ ବଦ୍ଧ ଦେଖି ଅତ୍ୟନ୍ତ ହୋଇଲା ଦୁଃଖୀ ଚିନ୍ତିଲା ପ୍ରତିକାର ମନେ ମିଳିଲା ରାଜା ସନ୍ନିଧାନେ ମନରେ ବିଚାର କରଇ ଏ ଯେ ମାଇଲା ମୋର ଭାଇ ଏବେ ନିଜ ପୁରେ ଗଲେ କରିବି ପ୍ରତିଫଳ ହେଳେ ତଦନ୍ତେ ରାଜ ଗୃହେ ଗଲା ଶୁଣ ହେ ଅଭିମନ୍ୟୁ ବଳା ରାକ୍ଷସ ସୁପକାର ବେଶେ କପଟେ ରହେ ରାଜା ପାଶେ ଏମନ୍ତେ ଗଲା ଦିନା କେତେ ବଶିଷ୍ଠ ନୃପତି ଅଗ୍ରତେ ମିଳିଲେ କ୍ଷୁଧାରକ ଶଣେ ଆମିଷ ଭୋଜନ କାରଣେ ବୋଲନ୍ତି ନୃପତି ଅଗ୍ରତେ ମାଂସ ଭୋଜନ ଦିଅ ମତେ ଏମନ୍ତେ କହି ମୁନି ଗଲେ
ସନ୍ଧ୍ୟାରେ ଅର୍ଥେ ଗଙ୍ଗା ଜଳେ ବଶିଷ୍ଠ ଆଗମନ ଚାହିଁ ସୁପକାରକୁ ସେ ବୋଲଇ ମାଂସ ପାକ କର ଭୁଞ୍ଜିବେ ବ୍ରହ୍ମାଙ୍କ କୁମର। ଶୁଣି ସୁପକାର ସମସ୍ତ ଆମିଷ ରାନ୍ଧିଲେ ତୁରିତ ଉତ୍ତମ ପଶୁଙ୍କର ମାଂସ ଯେବେ ବଶିଷ୍ଠ ମୁନି ତୋଷ ତାହାଙ୍କ ମଧ୍ୟେ ଦ୍ୱିଜ ରୂପେ ରାକ୍ଷସ ଭାଇ ଥିଲା ଗୋପେ। ମନୁଷ୍ୟ ମାଂସ ପାକ କଲା ସୁବର୍ଣ୍ଣ ପାତ୍ରେ ତା ଭରିଲା ତକ୍ଷଣେ ଅନ୍ତର୍ଧ୍ୟାନ ଗଲା ଏମନ୍ତେ ବଶିଷ୍ଠ ମିଳିଲା। ଭୋଜନେ ବସିଲେ ଆସନେ ରାଜା ସମୀପେ ବିଦ୍ୟମାନେ ଏମନ୍ତେ ସୁପକାରେ ନେଲେ ସୁବର୍ଣ୍ଣ ପାତ୍ରେ ମାଂସ ଦେଲେ। ସନ୍ତୋଷେ ମୁନି ନର ମାଂସ করে ଘେନିଲେ ଏକ ଗ୍ରାସ ଆଘ୍ରାଣ ନାସା ରନ୍ଧ୍ରେ କଲେ ଭୂମିରେ ତକ୍ଷଣେ ଖେପିଲେ। ନୃପତି ବଦନ ନାଇଁ ବୋଇଲେ କୋପ ଭର ହୋଇ ମୋତେ ଯେ ଦେଲୁ ନର ମାଂସ ଏ ପାପେ ହୁଅ ତୁ ରାକ୍ଷସ। ଅରଣ୍ୟ 12 ବରଷ ରାକ୍ଷସେ ଭକ୍ଷଣର ମାଂସ ଏମନ୍ତେ ମୁନି ବାକ୍ୟ ଶୁଣି କୋପେ କମ୍ପତି ନୃପମଣି ମୁଁ ଯେନୁ ହଇ ଜ୍ଞାନ ଭ୍ରଂଶ କେମନ୍ତେ ଦେବି ନର ମାଂସ। ନ ଜାଣି ସାପ ଦେଲ ଗୁରୁ କେ ବ୍ରହ୍ମ ସାପ ଅନ୍ୟ କରୁ ମୁଁ ଏବେ ପ୍ରତି ସାପ ଦେବି ଏମନ୍ତ ବୁଦ୍ଧି ମନେ ଭାବି। ଜଳ ଅଞ୍ଜଳି ହସ୍ତେ କଲା ବଶିଷ୍ଠ ଅଗ୍ରତେ ମିଳିଲା। ରାଜାର କୋପ ଦେଖି ମନେ ପତ୍ନୀ ମିଳିଲା ସନ୍ନିଧାନେ ତାହାର ମଦୟନ୍ତୀ ନାମ ରୂପେ ସକଳ ଗୁଣ ଧାମ। ବୋଲଇ ସ୍ୱାମୀ ମୁଖ ଚାହିଁ ଏକଥା ତୋତେ ନ ଘଟଇ ଗୁରୁଙ୍କୁ ସାପ ଶିଷ୍ୟ ଦେଲେ ଅଧର୍ମ ହୋଇ ବଟି ଭଲେ। ଏକଥା କେବେ ନ କର ତାର ବଚନେ ନୃପବର ମନ୍ତ୍ରିତ ଜଳ କୋପ ଭରେ ସିଞ୍ଚିଲା ପଣା ପାଦରେ। ତକ୍ଷଣେ କଳମସ ହୋଇଲା କଳମସ ପାଦ ବୋଲାଇଲା କୋପେ ସେ ଚାହେଁ 10 ଦିଶେ ସକଳ ମାଂସ ପ୍ରାୟ ଦିଶେ। ତକ୍ଷଣେ ରାକ୍ଷସ ଶରୀରେ ରାଜା ପଶିଲା ବନ ଘରେ ବନେ ରାକ୍ଷସ ଦେହ ପାଇ ଭ୍ରମଇ ନର ମାଂସ ଖାଇ। ଏମନ୍ତେ ଗଲା କେତେ ଦିନ ଶୁଣ ହେ ପରୀକ୍ଷ ରାଜନ ବିପ୍ରଦମ୍ପନ୍ତି ଏକ ଦିନେ ଆସନ୍ତେ ଗହନ ବିପିନେ। ପତ୍ନୀ ଯେ ପିତା ଗୃହେ ଥିଲା ଏମନ୍ତ ଋତୁ ଉପଜିଲା ସେ ବିପ୍ର ପୁଷ୍ପ ଛବ ଆସେ ପତ୍ନୀ ଆନନ୍ଦେ ଗୃହ ବାସେ। ସେବନେ ବିଧି ଯୋଗ ବଳେ ରାକ୍ଷସ ନିକଟେ ମିଳିଲେ ସ୍ୱଭାବେ ନିର୍ଜନ ବନସ୍ଥ ବୁଲନ୍ତି ହରାଇଣ ପଥ। ସେ ରାଜା ଭୟଙ୍କର ରୂପେ ମିଳିଲା ତାହାଙ୍କ ସମୀପେ ଗର୍ଜନ କରି ଭୟଙ୍କରେ ବିପ୍ରଙ୍କୁ ଧରିବେନି କରେ।
ଭକ୍ଷଣେ ତୁଣ୍ଡ ବିସ୍ତାରଇ ବ୍ରାହ୍ମଣୀ ବୋଲେ ତାଙ୍କୁ ଚାହିଁ ଭୂନୃପ ଧର୍ମ ନ କର ଇକ୍ଷ୍ୱାକୁ ବଂଶେ ଧର୍ମେଶ୍ୱର ତୁ ନହୁଁ ରାକ୍ଷସ ଶରୀର ପ୍ରତ୍ୟକ୍ଷେ ମଦୟନ୍ତୀ ବର ମୋର ସ୍ୱାମୀ କି ଛାଡ଼ ତୁହି ପୁଷ୍ପ ଉତ୍ସବ ମୋର ହୋଇ ସ୍ୱାମୀର ସଙ୍ଗେ ସଙ୍ଗ କରି ପୁତ୍ର ସନ୍ତତି ଗର୍ଭେ ଧରି ସଂସାର ହୋଇବ ମୋହର ଦୁର୍ଲଭ ନର କଳେ ବର ଦେବେ ବାଛନ୍ତି ଯାହା ନିତେ ଏ କର୍ମ କରିବୁ କେମନ୍ତେ ଦେଖ ପଣ୍ଡିତ ମୋର ସ୍ୱାମୀ ତପକରଣେ ପଥ ଶ୍ରମୀ ଏ ସର୍ବଭୂତେ ଦୟା ବହେ ଦେବେ ବସନ୍ତି ଯାର ଦେହେ ଏହାର ବୋଧେ ସୃଷ୍ଟି ବୋଧ ଏ ମଲେ ଲଭିବୁ ପ୍ରମାଦ ଏ କଥା ଶୁଣ ଯେବେ ମିଛ ତୁମ୍ଭେ ମତେ ଅଗ୍ରେ ବେଗେ ଭକ୍ଷ ମୋହର ଅଗ୍ରେ ସ୍ୱାମୀ ମଲେ ଜୀବନ ନ ଧରିବି ଭଲେ ଏମନ୍ତେ ଅନେକ କହିଲା ତାହାର ଚରଣେ ପଡ଼ିଲା କାନ୍ଦଇ ପତି ମୁଖ ଚାହିଁ ତକ୍ଷଣେ ବ୍ୟାଘ୍ର ପ୍ରାୟ ହୋଇ ବଶିଷ୍ଠ ସାପେ ଜ୍ଞାନ ଗଲା ତକ୍ଷଣେ ବିପ୍ରଙ୍କୁ ଭଖିଲା ସ୍ୱାମୀ ମରଣ ଦେଖି କୋପେ ରାକ୍ଷସେ ଚାହିଁ ମନସ୍ତାପେ ବୋଲଇ ଶୁଣରେ ପାମର ସମ୍ପଦ ନାସିଲୁ ମୋହର ତୋହର ପତ୍ନୀ ସଙ୍ଗ କାଳେ ପ୍ରାଣ ତୁ ଛାଡ଼ ଅନ୍ତରାଳେ ଏମନ୍ତ ସାପ ତାକୁ ଦେଇ ପଶିଲା ଅଗ୍ନି କୁଣ୍ଡେ ଯାଇ ତକ୍ଷଣେ ଜୀବନ ଛାଡ଼ିଲା ସ୍ୱଧର୍ମେ ପତି ସଙ୍ଗେ ଗଲା ସାପ ମୁକତ ରାଜା ହୋଇ ମିଳିଲା ଅନ୍ତପୁରେ ଯାଇ ପତ୍ନୀ ସଙ୍ଗମ ଇଚ୍ଛା ଚିନ୍ତି ତା ଦେଖି ବୋଲେ ମଦୟନ୍ତୀ ବ୍ରାହ୍ମଣୀ ସାପ ଦେଲା ତୋତେ ମଙ୍ଗ ଛୁଇଁବୁ କେମନ୍ତେ ସ୍ତ୍ରୀ ମୈଥୁନ ସଙ୍ଗ ତେଜ ଜୀବନେ ଯେବେ ଅଛି କାର୍ଯ୍ୟ ଏମନ୍ତେ ତାହାର ବଚନେ ରାଜା ବିଚାରେ ଦୁଃଖ ମନେ କେମନ୍ତେ ହୋଇବ ସନ୍ତତି ନାନା ଉପାୟ ମତେ ଚିନ୍ତି ବଶିଷ୍ଠ ସମୀପେ ମିଳିଲା ମୋ ବଂଶ ରଖ ତୁ ବୋଇଲା ଏମନ୍ତ ରାଜାର ବଚନେ ତାର କାମିନୀ ଗର୍ଭାଧାନେ ବଶିଷ୍ଠ ସଙ୍ଗେ ସଙ୍ଗ କରି ଗର୍ଭ ହୋଇଲା ତାର ନାରୀ ସେ ଗର୍ଭ ଶପଥ ବରଷ ଜନ୍ମ ନହିଲା ବୋଲି ରସ ଅସ୍ତ୍ର ପ୍ରହାର ଗର୍ଭେ କଲା ତକ୍ଷଣେ ଗର୍ଭ ଉପୁଜିଲା ନାମ ତା ଅଶ୍ରୁକ ହୋଇଲା ଯେଣୁ ଅଶ୍ମଘାତୁ ବଞ୍ଚିଲା ବାଳକ ଅଶ୍ମକର ପୁତ୍ର ନାରୀଙ୍କ ଦ୍ୱାରା ସେ ରକ୍ଷିତ ତେଣୁ ନାରୀ କବଚ ନାମ ପୁଣି ସେ ମୂଳକ ଆଖ୍ୟାନ ଏ ରୂପେ ତିନି ନାମ ଖ୍ୟାତ ଏ ଯେ ବାଳକ ନରନାଥ ଦଶରଥ ତାର ସନ୍ତାନ ତହୁଁ ଐଳ ବିଡ଼ ଉତ୍ପନ୍ନ ତାତହୁଁ ବିଶ୍ୱାସ ହୋଇ ସୁଖେ ସେ ପୃଥିବୀ ପାଳଇ ଖଟ୍ୱାଙ୍ଗ ତାହାର କୁମର
ଯୁଦ୍ଧେ ରଖିଲା ପୁରନ୍ଦର ସେ ମହି ତଳେ ଚକ୍ରବର୍ତ୍ତୀ ଶୁଣ ତାହାର ଯେ ଭାଗତି ଅସୁର ଯୁଦ୍ଧେ ଦେବ ଗଣେ ତାଙ୍କୁ ବରିଲେ ଯୋଦ୍ଧା ପଣେ ସେ ପୁଣରି ପୂଜିଣୀ ଯୁଦ୍ଧେ ନେଲାଣି ଇଚ୍ଛେ ଦେବ ମଧ୍ୟେ ଇନ୍ଦ୍ର ତାହାର ମୁଖ ଚାହିଁ ବୋଇଲେ ତୁ ଯିବୁ କିମ୍ ପାଇଁ ମୁହୂର୍ତ୍ତେ ଅଛି ତ ଜୀବନ ତା ଶୁଣି ବୋଲଇ ରାଜନ ମୋର ଏ ରାଜ୍ୟ କାର୍ଯ୍ୟ ନାହିଁ କର୍ମଭୂମିକୁ ଯିବି ମୋହି ଦେବେ ବୋଲନ୍ତି ରାଜା ଚାହିଁ ଯେ ବର ଇଚ୍ଛା ମାଗ ତୁହି ରାଜା ବୋଲଇ ପୁରେ ଯାଇ ବର କଳ୍ପିତ ନ ବାଞ୍ଛଇ ଏମନ୍ତେ ଇନ୍ଦ୍ର ଆଗେ କହି ମିଳିଲେ ନିଜ ପୁରେ ଯାଇ ତକ୍ଷଣେ ରାଇ ଜନ ପ୍ରଜା ଭୋଜଉ ଭାରି ବୋଲେ ରାଜା ମୁଁ ଯେବେ ବ୍ରହ୍ମ କୂଳେ ଜାତ ଯେ ବାମ କୂଳେ ଦୈବତ ଯେ ବା ଅଛଇ ମୋର ଧନ ଦାରା ତ ନୟ ବନ୍ଧୁ ଜନ ଏ ସର୍ବ ହରି ନିବେଦନ ଶୁଣ ସକଳ ସାବଧାନ ମମତ ଧର୍ମ ବ୍ୟତିରେକେ ହରିଙ୍କୁ ସର୍ବଭୂତେ ଦେଖେ ଯେତିନି ଭୁବନେ ଈଶ୍ୱର ଇନ୍ଦ୍ର ଯେ ମୋତେ ଦେଲେ ବର ଏ ବର ଯେବେ ସେ ପ୍ରମାଣେ ମୋ ଚିତ୍ତ ରହୁ ନାରାୟଣେ ବିଷ୍ଣୁର ମାୟାରେ ଜଗତ ଦିଶ ଇନ୍ଦ୍ର ଜାଲ ମତ ଏମନ୍ତ କହି ନୃପରାଣ ତକ୍ଷଣେ ଛାଡ଼ିଲା ଜୀବନ ଏ ମାୟା ଛାଡ଼ି ହରି ପାଦେ ମୋ ଚିତ୍ତ ରହୁ ପ୍ରମାଦେ ନିସ୍ତରୀ ଗଲା ମାୟା ମୋହେ ପଶିଲା ଗୋବିନ୍ଦର ଦେହେ ବୋଲଇ ବିପ୍ର ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ ନିର୍ମଳ ବିଷ୍ଣୁର ଚରିତ ବିଷୟା ବିଷକୁ ଅମୃତ ଶୁଣି ପୁରାଣ ଭାଗବତ ଭାବେ ହୋଇଣ କୃତ କୃତ୍ୟ इति श्रीमद्भागवते महापुराणे पारमहंस्यां संहितायां 82 नवमस्कन्धे वंशानुचरितेन नहुष उपाख्याने नाम नवमोऽध्याय।